ଭୋଗରା ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ବିଦ୍ୟୁତ ଟ୍ରାନ୍ସଫର। ବିଦ୍ୟୁତ ବିଭାଗ ନୀରବ। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ଆମସରମୁଣ୍ଡା ପଞ୍ଚାୟତ ଭୋଗରା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଅଛି ବିଦ୍ୟୁତ ଟ୍ରାନ୍ସଫର, ଯାହାକି କମଳମତୀ ଶିଶୁମାନଙ୍କ ପାଇଁ ବିପଦ ରହିଛି। ଶିଶୁମାନେ ଅଙ୍ଗନବାଡି ପାଠ ପଢିବା ପାଇଁ ଯାଉଛନ୍ତି। ସେହି ଘରକୁ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର ଖୁଣ୍ଟ ସହିତ ହ୍ୟାଣ୍ଡେଲ ଓ ତାର ମାଟିକୁ ଲାଗି ରହିଛି। କମଳମତୀ ଶିଶୁମାନେ ଖେଳିବା ବେଳେ କିମ୍ବା ଅଜାଣତରେ ବିଦ୍ୟୁତ ଖୁଣ୍ଟ ଓ ହ୍ୟାଣ୍ଡେଲକୁ ଧରି ଦିଅନ୍ତି, ତାହେଲେ ଏଥିପାଇଁ ଦାୟୀ କିଏ ହେବ? ଏହା ଶିଶୁଙ୍କ ଜୀବନ ପ୍ରତି ଭୟ ରହିଛି ଏବଂ ସେହି ଜାଗାରେ ଗୋଟିଏ ଭଙ୍ଗା ବିଦ୍ୟୁତ ଖୁଣ୍ଟ ରହିଛି, ଯାହାକି କେତେବେଳେ ମାଡ଼ି ବସିବ ତାର କିଛି ଭରସା ନାହିଁ। ଏ ବାବଦରେ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି ଜଣାଇଛନ୍ତି। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। मो नाम हूँ बलरामाचार्य। आम ग्राम नाम हूँ भोगरा। कहबार उद्देश्य हूँ आमर अंगनवाड़ी घर ठार गोटे अच्छी और हरिवंश गादी अच्छी। ठार प्राय सका 50टा बेला छुआ छोट छुआ ठार अंगनवाड़ी ठीक आसुँच। ट्रांसफर ठार गोटे बस से ट्रांसफर पाखे गाई गोरु छोट छोट पाने गाई छुआ चेष्टा कर सामने गोटे इलेक्ट्रिक पोल अच्छी। दीर्घ 2 वर्ष है से पोल खुंटी धीरे धीरे माड़ बसवा तार किसी व्यवस्था कले आम भोगरार समस्त भाई मैंने उपकृत हो।